ବଣରୁ ଆସିଲା ଫଳ, ଦେହକୁ ଆସିଲା ବଳ। କଲମ ଧରି ସେ ଲେଖି ପାରୁନାହିଁ, ଦେଖଉଛି ବାହୁବଳ। ଏହି ଫଳଟି ଭାରି ସୁଆଦିଆ, କାଟିଦିଅ ତୁମେ ବାପା। ଆମେ ଦୁହେଁ ମିଶି ଖାଇଦେବୁ ସବୁ, ଚାଟିଦେବୁ ତାର ଚୋପା। ପାଣିରେ ଧୋଇଲୁ, ଚାକୁରେ କାଟିଲୁ, କରିଦେଲୁ ଦୁଇ ଫାଳ। ଆମ ସମସ୍ତଙ୍କର ପାଟିରୁ ବହୁଛି, ଦେଖି ସେହି ନାଲି ଫଳ। ତୁମେ ପରା ମୋର ଅନ୍ଧର ଲଉଡ଼ି, ଆଦରର ଝିଅ ପୁଅ। ମୋ ପେଟ ପଛେ ଭୋକରେ ଥାଉ, ତମେ ସବୁ ଖାଇଦିଅ। ଭାଇ ଭଉଣୀ କହ କାହାଣୀ ଧରିଗଲେ ଖଣ୍ଡେ ଖଣ୍ଡେ। ବାପାଙ୍କର କଥା ମନେ ପଡ଼ିଲାନି, ତଥାପି ମୋ ମନ ହସେ। ପୁଅ ଝିଅ ମୋର ଆଦରେ କହିଲେ, ବାପା ତୁମେ ଖଣ୍ଡେ ଖାଅ। ମନ ବଡ଼ ଭାରି ଖୁସି ହୋଇଗଲା, ଆଖି ବସିଲା ଲୁହ। ଖଣ୍ଡିଏ ଫଳରେ ତାଙ୍କରି କଥାରେ ପୂରିଗଲା ମୋର ପେଟ। ଖୁସିରେ କହିଲି, ଆଉ ନିଅ ଦୁଇ ଖଣ୍ଡ। ତାଙ୍କ ନିକଟକୁ ଦେଇଦେଲି ମୁଁ ଥାଳି ଭରା ସବୁ ଫଳ। ଖରାଦିନେ ଏହି ଫଳକୁ ଖାଇଲେ ହେବ ନାହିଁ ଦୁର୍ବଳ। ମନେ ପଡ଼ିଗଲା ପିଲାଦିନ କଥା, ଖୋଜିଲି ମାଆକୁ ଯାଇ। ମାଆକୁ କହିଲି, ତୁମେ କାହିଁକି ଫଳ ଖାଅ ନାହୁଁ ଯାଇ? ଆମ ଘର ଲକ୍ଷ୍ମୀ ମୋ ସୁନା ବୋହୂ, ତାକୁ ଯାଇ ଖାଇବାକୁ କହୁ। ସେ ନ ଖାଇଲେ ମୁଁ କେମିତି ଖାଇଦେବି ଆଗ କହୁ। ମା କଥା ଶୁଣି ତାଙ୍କୁ ମୁଁ କହିଲି, ଖାଇଦିଅ ତୁମେ ଖଣ୍ଡେ ଫଳ। ସେ ହସି ଦେଇ ମୋତେ କହିଦେଲେ, ଆଜି ପରା ଶିବ ବାର। ମା କହିଦେଲେ, ସେ ନ ଖାଇଲେ ମୁଁ ତ ଖାଇବି ନାହିଁ। ମୋର ମନ ଭାରି ଦୁଃଖ ହୋଇଗଲା, ମା ନ ଖାଇଲା ପାଇଁ। ଦୁଃଖେ ମନେ ଥାଇ ମା ପାଖେ ଯାଇ କହିଲି ଯାଇ ମୁଁ ହସି, ତୁମେ ଯଦି ଖଣ୍ଡେ ଫଳ ଖାଇଦେବ ଖୁସି ହେଇଯିବି ବେଶୀ। ପୁଅ ଝିଅ ମୋର ଫଳ ଖାଉ ଖାଉ ଟିକିଏ ଅଟକି ଗଲେ। ଜେଜେମାଆକୁ ସ୍ନେହ ଆଦରରେ ବାରମ୍ବାର ଡାକ ଦେଲେ। ଜେଜେମା କହିଲେ, ହଉ ଠିକ୍ ଅଛି, ଯେ ତୁମେ ରୁହ। ମୋ ପାଇଁ କେବଳ ଖଣ୍ଡେ ଫଳ ରଖି ସବୁ ତୁମେ ଖାଇଦିଅ। ତୁମେ ପିଲା ମୋର ଛାଡ଼ି ଡାକ, ଜେଜେମା ତୁମେ ଆସ। ତୁମେ ନ ଆସିଲେ ଆମେ ଖାଇବୁନି, ଆଗେ ତୁମେ ପାଖେ ବସ। ନାତି ନାତୁଣୀର କଥା ଶୁଣି ମୋର ମା ହୋଇଗଲେ ଖୁସି। ଖଣ୍ଡେ ଫଳ ନେଇ ନାତି ଟୋକା ତାଙ୍କ ଦେଇଦେଲେ ହସି ହସି। ମା ହେଲା ଭାରି ଖୁସି, ଖଣ୍ଡିଏ ଫଳକୁ ଧରି ନେଇ ସେ ପାଖକୁ ଗଲା ସେ ବସି। ନାତୁଣୀ ଭାବିଲା, ଏଥର ମୋର ସବୁ ଫଳ ଯିବ ସରି। ସବୁ ଫଳ ତକ ନେଇଯାଉଥିଲା, ପଡ଼ିଲା ସିଏ କଚାଡ଼ି। କ୍ୟାମେରା ଆଗରେ କହୁଛି ସିଏ, ଏହି ମୋର ଶେଷ ଖଣ୍ଡ। ଯଦି ତୁମେ ବାପା ଭଲ ପାଉଥାଅ, ଆଉ ଦୁଇ ଖଣ୍ଡ କାଟ। ଉପରେ ସବୁଜ ଭିତରେ ନାଲି, ଏଇଠାରେ ମୁଁ ସମାପ୍ତ କଲି। କମେଣ୍ଟରେ ଜଣାଇବେ ଏଇ ଫଳର ନାମ କ'ଣ।